ମଦ ପୋଛୁଛି ସିନ୍ଦୁର, ଉଜୁଡ଼ି ଗଲାଣି ପରିବାର। ସାନ କାଉଡ଼ି ଗାଁରେ 400 ବିଧବା। ବିରୋଧ ସତ୍ତ୍ୱେ ବନ୍ଦ ହୋଇନି ବିକ୍ରି। ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ସିନ୍ଦୁର ପୋଛୁଛି ମଦ। ମଦ ଛାଡ଼ିବା ପାଇଁ ବହୁ ନେହୁରା ହେଲି, କିଛି ଶୁଣିଲେନି। ଦିନ ରାତି ନିଶାରେ ରହିଲେ, ଶେଷରେ ଜୀବନ ଚାଲିଗଲା। ସ୍ୱାମୀଙ୍କ ମୃତ୍ୟୁ ପରେ 3 ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ବଞ୍ଚୁଛି। ମଦ ମୋ ସଂସାର ଉଜାଡ଼ି ଦେଇଛି। କୋହଭରା କଣ୍ଠରେ ଏପରି କହିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସାନକଉଡ଼ି ଗାଁର ଏନେଇ ନାୟକ। ଗାଁର ପଦ୍ମିନୀ ମଧ୍ୟ ସମାନ ଦଶା ଭୋଗିଛନ୍ତି। ପଦ୍ମିନୀଙ୍କ ସ୍ୱାମୀ ସେନାରେ ଚାକିରି କରିଥିଲେ। ସ୍ୱେଚ୍ଛାକୃତ ଅବସର ପରେ ଗାଁକୁ ଫେରିଥିଲେ। 20 ବର୍ଷର ଚାକିରି ଜୀବନ ପରେ ଯବାନ ସ୍ୱାମୀ ଘରକୁ ଫେରିଥିବାରୁ ଖୁସି ହୋଇଥିଲେ ପଦ୍ମିନୀ। ହେଲେ ମଦରୂପୀ ରାକ୍ଷସ ତାଙ୍କୁ ଖୁସି ଛଡ଼ାଇ ନେଇଥିଲା। ଅତ୍ୟଧିକ ମଦ୍ୟପାନ ଯୋଗୁଁ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା। ଦନେଇ ଓ ପଦ୍ମିନୀଙ୍କ ପରି ସାନକଉଡ଼ି ଗାଁର 400ରୁ ଉର୍ଦ୍ଧ୍ୱ ମହିଳାଙ୍କର ସିନ୍ତିରୁ ସିନ୍ଦୁର ପୋଛି ନେଇଛି ମଦ। ତେବେ ବହୁ ବିରୋଧ ସତ୍ତ୍ୱେ ମଦ ବିକ୍ରି ବନ୍ଦ ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗାଁର ମହିଳା। ବିଧବାଙ୍କ ସହ ସଧବା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ପ୍ରଶାସନକୁ ଦେଇଛନ୍ତି କଡ଼ା ଚେତାବନୀ। ମାଫିଆଙ୍କୁ ହଟାଇବା ସହ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ ନ କଲେ ପୋଲିସ ଓ ଅବକାରୀ କାର୍ଯ୍ୟାଳୟ ଘେରାଉ କରିବାକୁ ରୋକଠୋକ ଶୁଣାଇଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଜୟପୁର ବ୍ଲକ ସାନକଉଡ଼ି ଗାଁରେ ରହିଛି 420 ଘର। ଅଧିକାଂଶ ପରିବାର ଦିନ ମଜୁରିଆ ଶ୍ରେଣୀର। ମଦ ପାଇଁ ଗାଁର ପ୍ରତ୍ୟେକ ଘରୁ କାହାର ନା କାହାର ଜୀବନ ଯାଇଛି। କିଏ ସ୍ୱାମୀ ତ, କିଏ ଭାଇ, ଆଉ କିଏ ଭେଣ୍ଡିଆ ପୁଅକୁ ହରାଇଛି। 400ରୁ ଉର୍ଦ୍ଧ୍ୱ ବିଧବା ମହିଳା ରହୁଥିବାରୁ ଏହି ଗାଁ ବିଧବାଙ୍କ ଗାଁ ଭାବେ ପରିଚିତ ହୋଇସାରିଲାଣି। ଗାଁର ନାବାଳଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଏହି ମଦ ଉପରେ ନିର୍ଭର କରିଯାଉଛନ୍ତି। ବୟସ୍କ ସମସ୍ତେ ମଦ ପିଉଥିବାର ଅଭିଯୋଗ କରିଛନ୍ତି ମହିଳା। ମଦ ବ୍ୟବସାୟୀ ରାତି ଅଧରେ ମଦ ଆଣି ଗାଁରେ ଦେଇ ଯାଉଛନ୍ତି। ଗାଁର ସବୁଠି ମଦ ବିକ୍ରି ହେଉଥିବାରୁ ମୂଲ ଲାଗି କାମରୁ ଫେରିବା ସମୟରେ ମଦ ପିଇ ମାତାଲ ହେଉଛନ୍ତି। ଏ ନେଇ ଗାଁ ମହିଳା ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ସିନ୍ଦୁର ସୁରକ୍ଷା ପାଇଁ ନେହୁରା ହୋଇଛନ୍ତି। ହେଲେ ପୋଲିସ, ଅବକାରୀ କିମ୍ବା ପ୍ରଶାସନ କେହି ମଧ୍ୟ ମଦରୂପୀ ରାକ୍ଷସକୁ ବନ୍ଦ କରିବା ଦିଗରେ ଦୃଷ୍ଟି ଦେଉନାହାନ୍ତି। ଜୟ ଜଗନ୍ନାଥ।